हाय फ्रेंड नमस्कार जय जगन्नाथ वेलकम टू माय चैनल एलएसटी ब्लॉग। तो आशा करছি ଆପଣ ମାନେ ବହୁତ ଭଲ ଥିବେ ମୁଁ ବହୁତ ଭଲ ଅଛି। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ତ ଫାଇନାଲି ମୁଁ ଏଇନା ଡ୍ୟୁଟି ଆସିକି ହରିଦ୍ରା ଖାଇ ନେଇକି ତ ନା ବର୍ତ୍ତମାନ ଆସିଲି ତଳି ଉପଡ଼ା ପାଇଁକି। ତ ଫାଇନାଲି ମୁଁ ଏଇନା ଦୁଇଟା ତଳି ଉପାଡ଼ି ସାରିଲାଣି। ସେପଟେ ହେଲା ଲୋକ ରୁହନ୍ତି ଆମର, ମୁଁ ଏପଟେ ହେଲା ଉପାଡ଼ୁଛି ଆଉ। ତାପରେ ଏଇ ବିଲ ଦେଖୁଥିବେ ଯେଉଁ ବଡ଼ କିଆଟା, ସେ ବଡ଼ କିଆଟାକୁ ହେଲା ମୁଁ ହେଲା ତଳି ଉପାଡ଼ିଲି, ସେମାନେ ରୁଇଲେ। ଏଇଟା ଯେଉଁ 18 ଗୁଣ୍ଠ ବିଲ, ତ ଏଇ 18 ବିଲକୁ ମୁଁ ଏକା ତଳି ଉପାଡ଼ିଲି। ତାପରେ ହେଲା ବାବା ତାଙ୍କ ଏଠି ପକେଇଲେ, ମୁଁ ସେ ସମସ୍ତେ ରୁଇଲି। ମାନେ ଏଇଟା ବଡ଼ କିଆ ହେବ, ସବୁଠୁ ବଡ଼ କିଆରେ ହେଉଥିବ ତୁମେ ଦେଖିପାରୁଥିବେ। ଆଉ ଆପଣ ଜାଣିଥିବେ ତ ହେଲା ଚାଷ କାମ ନ କଲେ ତ ହେଲା ଆମେ କିଛି ହେଲା ଖାଇପାରିବୁନି, ଆପଣ ଜାଣିଥିବେ। ଏଇଟା ହିଁ ଏଇଥିରୁ ହିଁ ମଣିଷର ଜୀବନ। କାହିଁକିନା ଇଏ ଯଦି ନ ଫଳିବ ତାହେଲେ କେଉଁ ମଣିଷ ବି ମାନେ ଏମିତି କେଉଁ ମଣିଷ ନାହିଁ ଯେ ହେଲା ଖାଇପାରିବେ ପିଇପାରିବେ କ'ଣ କରିବେ ଏଇଥିରୁ ମୋ ଧାନ। ତ ସେଥିପାଇଁ ମୁଁ ଏଇନା ଆସିଲି ଡ୍ୟୁଟି ଆଣିଥିଲି, ଡ୍ୟୁଟିରୁ ଆଇଲି, ଡ୍ୟୁଟିରୁ ଆସିକି ଜଷ୍ଟ ଏଇଟା ପଖାଳ ଭାତ ଖାଇଦେଲି। ପଖାଳ ଭାତ ଖାଇ ଦେଇକି ତାପରେ ଆସିଲି ତଳି ଉପାଡ଼ିବାକୁ ଆଉ। ତଳି ଉପାଡ଼ିଲେ ସାଙ୍ଗେ ଦେଖିବ ତ ଏଥିରୁ ତଳି ଉପଡ଼ା ହେଇସାରିଲେ ମୋର। ତାପରେ ମୋତେ ବାନ୍ଧି ଆସେନି, ବାବା ଆଇଲେ ବାନ୍ଧିବେ। ମୁଁ ଏତିକି ତଳି ଉପାଡ଼ିଛି, ସେଟା ମୋତେ ବାନ୍ଧି ଆସେନି, ବାପା ଆଇଲେ ତାକୁ ବାନ୍ଧିବେ, ବାନ୍ଧିକି ନେଇକି ଯିବେ ଆଉ। ମୁଁ କହିଲି ବସିଲେ ମୋତେ ଭଲ ପାଟି ଭଲ ଲାଗିବ ନା, ଯଦି ବୋଉ କହିଲି ବୋଉ ଗୋଟେ ପାନ ଦେଇଦେ, ସାଧା ପାନ ଦେଇଦେ, ମୁଁ ଖାଇ ନେଇ ଯିବି, ଏଠି ବସିଯିବି ଉପାଡ଼ିବି ଆଉ। ତାପରେ ବୋଉ ଭାଙ୍ଗିଲାନି, ଆମ ଏଇ ଟୋକା ଆମ ଗୋପୀ ପାନଟା ଭାଙ୍ଗିଦେଲା। ମୁଁ ସେଠି ଗୋଟେ ପାଟିରେ କରିକି ଉପାଡ଼ୁଛି। ଆପଣମାନେ ଜାଣିଥିବେ ମୋ ଭିଡ଼ିଓ ହେଲା ବହୁତ ଦିନ ହେଲା ଆସିନଥିଲା, ଯେ କ'ଣ ପାଇଁ ନା ଆପଣମାନେ ଜାଣିଥିବେ ତ ଦିଦିର ତ ମ୍ୟାରେଜ୍ ହେଇଗଲା। ତ ଦିଦି ହେଲା ଭିଡ଼ିଓ ଏଡ଼ିଟିଂ କରନ୍ତି, ତ ଦିଦିର ମ୍ୟାରେଜ୍ ହେଇଗଲା, ଦିଦି ଆଉ ତ ଭିଡ଼ିଓ ପୋଷ୍ଟ କରିପାରିବେନି। ସେଥିପାଇଁ ବହୁତ ଦିନ ହେଲା ଭିଡ଼ିଓ ବି ଆସିନଥିଲା ମୋର। ମୁଁ ସେଥିପାଇଁ ଆଜି ଗୋଟେ ବ୍ଲଗ୍ କଲି ଯେ କି ଏଇଥିପାଇଁ କଲେ କି ମୁଁ ଦେଖିଲି, ମୁଁ ଚେଷ୍ଟା କରୁଛି ଯେ ମୁଁ ନିଜେ ବନେଇକି ନିଜେ ପୋଷ୍ଟ କରିବା ପାଇଁ। ତ ଆପଣମାନେ ତ ଜାଣିଥିବେ ମୁଁ ହେଲା ବହୁତ ଦିନ ହେଲା ଭିଡ଼ିଓ ବି ପୋଷ୍ଟ କରିଥିଲି। ଯାହା ଆମର ଇମୋସନାଲ୍ ସଙ୍ଗ୍ର ଉପରେ ଆଉଥିଲା, ସେ ଭିଡ଼ିଓ ବି ବନ୍ଦ ହେଇଗଲା। ତ ବି ମୋ କତିରେ ପଇସା କିଛି ନାହିଁ ଭିଡ଼ିଓ ପୁରା କରିବା ପାଇଁକି। ସେଥିପାଇଁ କି ଟିକେ ନାକୁ ଲେଟ୍ରେ ଭିଡ଼ିଓ ଆସିବ ଆଉ, ଆପଣମାନେ ଦେଖିବେ ଆଉ। ଆଡ଼କୁ ଡେଲି ଆପଣଙ୍କ କତିରେ ମାନେ ମୋର ଭିଡ଼ିଓ ଯିବ, ଆପଣମାନେ ସମସ୍ତେ ଦେଖିବେ। ଆଉ ଦେଖିକି ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବି, ଟିକେ ଭଲ କମେଣ୍ଟ ଦେବେ ଆପଣ ଆଉ। ଆପଣ ସେମାନେ ଜାଣିଥିବେ ତ ଆମେ କେତେ ଗରିବ ଲୋକ। ଆମେ ରାତିରେ ଖାଏ, ସକାଳେ ଭୋକ ଆମକୁ, ଆପଣମାନେ ଜାଣିଥିବେ। ମୋ ଭିଡ଼ିଓ ଦେଖି ଆପଣ ସେମାନେ ଜାଣିପାରୁଥିବେ। ତ ସେଥିପାଇଁ କି ଟିକେ ନାକୁ କଷ୍ଟ କରିବାକୁ ପଡ଼ୁଛି ଆମକୁ ଆଉ। କଥାରେ ଅଛି ବା, କଷ୍ଟ ନ କଲେ କୃଷ୍ଣ ପାଆନ୍ତିନି। ସେଥିପାଇଁ କଷ୍ଟ କରିବ, କୃଷ୍ଣ ପାଇବ। ତ ଫାଇନାଲ୍ ଲେଖିପାରିଥିବେ, ତାକୁ ସବୁ ଉପାଡ଼ିବି ମୁଁ, ତାପରେ ସେତିକି ଉପାଡ଼ିବି, ତାପରେ ତାକୁ ଉପାଡ଼ିବି। ତ ଆଜି ମିନିମମ୍ ହେଇଯିବ ସନ୍ଧ୍ୟା 6ଟା ହେଇଯିବ ମୋର। କେତେ ତଳି ଦେଖିପାରୁଥିବେ, କେତେ ତଳି ଉପଡ଼ା ହେବ। ତା ଆଉ ଅଳ୍ପ ରହିଲା, ଏଇଟିକୁ ଉପାଡ଼ି ଦେଇକି ଯିବି ଦିଟା ଆଉ ଦୁଇଟା ଖାଇଦେଇ ଆସିକି ତଳି ଉପାଡ଼ିବି ଆଉ। ଜଗି ତ ଫାଇନାଲ୍ ଲେଖିପାରୁଥିବେ, ବର୍ତ୍ତମାନ ମୁଁ ଏଇନା ତଳି ଉପରିକି ଆଇଲି, ଜଷ୍ଟ ଗାଧୋଇ ପାଧୋଇ ସାଇଲି। ତ ଏଇନା ଯାଉଛି ଯାହା ଖାଇଦେବି, ଆଉ ଖାଇଦେଇ ଫେଜି ବିଲକୁ ଯିବି ଆଉ। ତ ଫାଇନାଲ୍ ଲେଖିପାରୁଥିବେ, ମୁଁ ଏପଟ ଘର ଆଇଲି ଖାଇବି ବୋଲି। ମୁଁ ଖାଇବା ଚାହୁଁଛି, ଆପଣ ଦେଖିବି ଚାଲନ୍ତୁ। ଏଠି ଭାତ, ଏଠି ରାଇ, ଡାଲି, କାକୁଡ଼ି ସାଲାଡ଼ ପରା, ବୋଉ କହୁଛି କାକୁଡ଼ି ସାଲାଡ଼। ଫାଇନାଲ୍ ଲେଖିପାରୁଥିବେ, ଫାଇନାଲି ମୁଁ ଏଇନା ଖାଉଛି। ଏଠି ମୋର ଖାଇବା ରେଡ଼ି ହେଇଗଲାଣି। ତ ମୁଁ ଏଇନା ବର୍ତ୍ତମାନ ଖାଇବା ଷ୍ଟାର୍ଟ କରିବି। ଫାଇନାଲ୍ ଲେଖିପାରୁଥିବେ, ମୁଁ ବର୍ତ୍ତମାନ ବସିପଡ଼ି ଖାଇବି। ତ ଖାଇବା ମୋର ଷ୍ଟାର୍ଟ ହେଇଯିବ। ତ ଆପଣ ଦେଖନ୍ତୁ କ'ଣ ପଇସା ହେଇଛି, ମୁଁ ଖାଇବି। ଡାଲିଟା ଭଲ ପଡ଼ିଲା, କାହିଁକି ଡାଲିଟା ମିଶି ଯାଇଥିଲା ସେଥିପାଇଁ।
ହେଉଛି ଭାତ ଭାତ ଡାଲି ଆଉ କାକୁଡ଼ି ସାଲୁଟ୍ ରାଇ ये कखा कखा पड़की राई खाई देखी ता टेस्ट करता बड़ा टेस्ट लगे आपण मैंने भी घरे बन खाई पारे बहुत टेस्ट लगे राई मत बढ़िया लगे काकुड़ी सालुट रुको जरा सबर करो। तो फाइनल देखी पारे खाया मोर अधा दिन है काकुड़ी सालुट डाली भात राई आइटम पर टेस्ट नहीं मोर सब टेस्ट